ଗଳ୍ପ ସଂକଳନ ଅର୍ଦ୍ଧାଙ୍ଗିନୀ। ଲେଖକ ସଦାନନ୍ଦ ତ୍ରିପାଠୀ। ପଢ଼ି ଶୁଣାଉଛନ୍ତି କରୁଣାକର ସେଠୀ। ଗଳ୍ପ ଅର୍ଦ୍ଧାଙ୍ଗିନୀ। ଅଗଷ୍ଟ 22 ତାରିଖକୁ ପଡ଼ୁଥିଲା ତିଥି। ପତ୍ନୀ ଦମୟନ୍ତୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। 2 ମାସ ପୂର୍ବରୁ ଯୋଜନା ଓ ଆୟୋଜନରେ ଲାଗି ପଡ଼ିଥିଲେ ଗଜାନନ। ପ୍ରାଣଠାରୁ ଅଧିକ ଥିଲେ ପତିବ୍ରତା ଦମୟନ୍ତୀ। ସେ କହୁଥିଲେ, ଗଜାନନ ତାଙ୍କର ଆରାଧ୍ୟ ଦେବତା। ଗଜାନନଙ୍କର ବରାବର ମନେ ହେଉଥିଲା, ସାରା ଜୀବନ ବହୁ ଅବହେଳାର ସାମ୍ନା କରି ସୁଦ୍ଧା ସେପରି ଭାବି ପାରୁଥିବା ଦମୟନ୍ତୀ ହିଁ ମହାନ। ସେପରି କହିବା ତାଙ୍କର ବଡ଼ପଣ କେବଳ। ମୃତ୍ୟୁ ପରେ ପତ୍ନୀଙ୍କ ଦେବୀପଣିଆର ବହୁ ନିଦର୍ଶନ ଝଲସି ଯାଇଛି ତାଙ୍କ ସ୍ମୃତି ଚକ୍ଷୁରେ। ତାଙ୍କର ଫଟୋ ନିକଟରେ ପ୍ରତିଦିନ ସେ ଜାଳୁଛନ୍ତି ଧୂପ। ଫଟୋକୁ ମଣ୍ଡିତ କରୁଛନ୍ତି ଫୁଲ ଦ୍ୱାରା। ସେ ବଞ୍ଚିଥିବା ବେଳେ ତାଙ୍କ ପ୍ରତି ସେତିକି ଧ୍ୟାନ ଦେଇପାରିନଥିଲେ କେବେ ବି। ସ୍ୱାମୀ ହିସାବରେ ନିଜର ଧର୍ମ ପାଳନରେ ସୁଦ୍ଧା ସେ କରିଛନ୍ତି ଅପାର ଅବହେଳା। ସୁନାମଧନ୍ୟ ଶିକ୍ଷକ ଓ ସୁବକ୍ତା ଭାବେ ସମାଜ, ସହର ଓ ସଂସାରରେ ନିଜର କୀର୍ତ୍ତି ପ୍ରତିଷ୍ଠା କରିବା ନିମନ୍ତେ ଗଭୀର ଅଧ୍ୟୟନ ଥିଲା ତାଙ୍କର ଆବଶ୍ୟକତା। ନିଶା ବି। 2 ପୁଅଙ୍କୁ ଭଲ ମଣିଷ ରୂପେ ଗଢ଼ିବା ଥିଲା ତାଙ୍କର ଉଦ୍ଦେଶ୍ୟ। ଜ୍ଞାନୀ ତଥା ବଡ଼ ମଣିଷ କରିବା ବି। ଝିଅକୁ ସଚ୍ଚରିତ୍ରା ଏବଂ ଉଚ୍ଚ ଶିକ୍ଷିତା କରାଇବା ଥିଲା ଅନ୍ୟତମ ଲକ୍ଷ୍ୟ। ସୁଯୋଗ୍ୟ ପାତ୍ର ସହିତ ବିବାହ ଦେବା ବି। ସବୁ ଇଚ୍ଛା ପୂରଣ ହେଲା ବେଳକୁ ଚାକିରିର ଅବସର ନେବା ସମୟ ପାଖେଇ ଆସିଲାଣି। ବିବାହ କରିବା ପରେ 2 ବର୍ଷ ହେଲା ଝିଅ ତା ଡାକ୍ତର ସ୍ୱାମୀ ସହିତ ଲଣ୍ଡନରେ। IITରୁ ପାସ୍ କରିଥିବା 2 ଇଞ୍ଜିନିୟର ପୁଅ ଆମେରିକାରେ। ବଡ଼ଟା 4 ବର୍ଷ ତଳୁ ଯାଇଥିବା ବେଳେ ସାନଟି ବର୍ଷ ତଳେ ଯାଇଥାଏ। ବଡ଼ଟି ବିବାହିତ, ସାନର ବାହାଘର ହେଇନି। ଘରେ କେବଳ ଗଜାନନ ଓ ଦମୟନ୍ତୀ। ଏତେ ବଡ଼ ଘରଟାରେ ମାତ୍ର 2 ଜଣ। ସାନ ପୁଅ ଆମେରିକା ଯିବାର ବର୍ଷକ ପୂର୍ବରୁ କମ୍ପାନୀ କ୍ୱାର୍ଟର୍ସ ଛାଡ଼ି ସେ ଚାଲି ଆସିଥିଲେ ନିଜ ଘରକୁ। ପୁଅ ଚାଲିଯିବା ପରେ ଖାଁ ଖାଁ ଲାଗିଲା 2400 ବର୍ଗଫୁଟ ଜମିରେ ତିଆରି ହୋଇଥିବା 1232 ବର୍ଗଫୁଟର 4 କକ୍ଷ ବିଶିଷ୍ଟ ଘର। ପୁଣି ସେ ଆମେରିକା ଯିବାର ବର୍ଷଟିଏ ନ ପୁରୁଣୁ ଦମୟନ୍ତୀଙ୍କର ଆକସ୍ମିକ ମୃତ୍ୟୁ। ଦମୟନ୍ତୀ ତାଙ୍କୁ ଏକୁଟିଆ ଛାଡ଼ି ଚାଲିଯିବା ବେଳକୁ ତାଙ୍କର ଚାକିରି ଥିଲା। ଦମୟନ୍ତୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକର 4 ମାସ 21 ଦିନ ପୂର୍ବରୁ ସେ ଅବସର ଗ୍ରହଣ କଲେଣି। ଗଜାନନ ଥିଲେ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସହରରେ ସେଭଳି 5ଟି ହାଇସ୍କୁଲ ଥିଲା ଓ ଥିଲା ବି କେତୋଟି ମଧ୍ୟ ଇଂରାଜୀ ବିଦ୍ୟାଳୟ। ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ସେ। ପରେ ପରେ ହାଇସ୍କୁଲ ଶିକ୍ଷକ, ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ସେ ବିଭିନ୍ନ ବିଦ୍ୟାଳୟରେ ନିଷ୍ଠାର ସହିତ ନିଜର ଦାୟିତ୍ୱ ତୁଲେଇଛନ୍ତି। ତାଙ୍କର ପାଣ୍ଡିତ୍ୟ ଥିଲା ଅଗାଧ ଓ ଅନୁଶାସନ ଥିଲା କଠୋର। ତେଜିଆନ ପ୍ରାଜ୍ଞ ପୁରୁଷ। କାହାର ତ୍ରୁଟି, ଅଜ୍ଞାନତା କି କର୍ତ୍ତବ୍ୟର ଅବହେଳା ଦେଖିଲେ ସେ ଅଗ୍ନିଶର୍ମା ହେଉଥିଲେ। ସହକାରୀ ଶିକ୍ଷକମାନେ ତାଙ୍କର ଜ୍ଞାନର ଭୁରି ଭୁରି ପ୍ରଶଂସା କରୁଥିଲେ ଓ ତାଙ୍କ ସାମ୍ନାକୁ ଯିବାକୁ ଭୟ ବି କରୁଥିଲେ। ଗଜାନନ ଆଶା କରିପାରି ନଥିଲେ ଯେ ତାଙ୍କ ପତ୍ନୀଙ୍କ ନିଧନ ଖବର ପାଇ ଏତେ ସଂଖ୍ୟକ ଶିକ୍ଷକ ତାଙ୍କ ଘରେ ହାଜର ହେବେ। ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ହ୍ରାସ ପାଉଥିବା ହେତୁ ସଦା ଚିନ୍ତିତ ଗଜାନନ ଅବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବା ଲକ୍ଷ୍ୟ ନେଇ ଯେଭଳି କଠୋର ନୀତି ଅବଲମ୍ବନ କରୁଥିଲେ, ତଦ୍ୱାରା ବହୁବାର ଅପ୍ରତିଭ ହେଉଥିବା ଶିକ୍ଷକ କୂଳ ଏତେ ସଂଖ୍ୟାରେ ତାଙ୍କ ଦୁର୍ଦ୍ଦିନରେ ଆସି ପାଖରେ ଠିଆ ହେବେ ବୋଲି ତାଙ୍କର ବିଶ୍ୱାସ ନଥିଲା। ସେ ମନେ ମନେ ସ୍ୱୀକାର କରିଥିଲେ ଯେ ଶିକ୍ଷକମାନେ ବାସ୍ତବରେ ସୁସଭ୍ୟ ଓ ଶିକ୍ଷିତ। ନିଜ ବୃତ୍ତିକୁ ଦୃଷ୍ଟିରେ ରଖି ଯଥାଯୋଗ୍ୟ ଜ୍ଞାନ ଆହରଣ କରିବାର ଆଗ୍ରହଠାରୁ କ୍ରମଶଃ ଦୂରେଇ ଯାଉଥିଲେ ବି କୌଣସି ଅନତିକ୍ରମ୍ୟ କାରଣବଶତଃ ପବିତ୍ର ଦାୟିତ୍ୱରେ ବେଳେବେଳେ ଅବହେଳା କରି ପକାଉଥିଲେ ବି ସେମାନେ ମୂର୍ଖ ନୁହନ୍ତି। ଖଣ୍ଡା ତଳେ ବସିଥିବା ଡେମୋକ୍ଳିସ୍ ତୁଲ୍ୟ ପ୍ରଧାନ ଶିକ୍ଷକ ଓ ହତଭାଗ୍ୟ ଗଜାନନ ମଧ୍ୟରେ ଥିବା ପାର୍ଥକ୍ୟକୁ ତେଣୁ ବୁଝିପାରିଛନ୍ତି। ଦମୟନ୍ତୀ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ପରେ ହିଁ ଗଜାନନ ଫୋନ୍ ଦ୍ୱାରା 2 ପୁଅ ଓ ଝିଅଙ୍କୁ ଜଣାଇ ଦେଇଥିଲେ। ବଡ଼ ପୁଅ ଆସି ପହଞ୍ଚିଲା 7ମ ଦିନରେ। 9ମ ଦିନରେ ଝିଅ, ସାନ ପୁଅ ଆସିପାରିଲାନି। Sample complete. Ready to continue?